ନମସ୍କାର ସାଙ୍ଗମାନେ ଦଶହରା ଉପଲକ୍ଷେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା। ଦଶହରା ଆପଣ କେମିତି ସେଲିବ୍ରେସନ୍ କଲେ ଆଉ କୁଆଡ଼େ କୁଆଡ଼େ ବୁଲିବାକୁ ଗଲେ ମୋତେ କମେଣ୍ଟରେ ଜଣାଇବାକୁ ଜମା ବି ଭୁଲିବେନି। ଆଜି ଯେହେତୁ ଦଶହରା ଆଉ ସୁଦଶା ବ୍ରତ ଗୋଟେ ଦିନରେ ପଡ଼ିଥିଲା ତ ସେଥିପାଇଁକା ଘର ସବୁ କାମ ସାରି ପୂଜାପୂଜି ସାରି ଆମେ ସ୍ୱାମୀ ସ୍ତ୍ରୀ 2 ଜଣ ବାହାରି ଯାଇଥିଲୁ ଆମ ଘର ପାଖରେ ଥିବା ଦୁର୍ଗା ମଣ୍ଡପକୁ। କାହିଁକିନା ସେଠି ଆମର ସବୁ ଗାଡ଼ି ପୂଜା ହେବାର ଥିଲା। ଫାଷ୍ଟ ସ୍ୱାମୀ ତାଙ୍କ ଗାଡ଼ି ପୂଜା କରିଦେଇଥିଲେ ତାପରେ ମୁଁ ମୋ ସ୍କୁଟି ପୂଜା କରିକି ବାହାରି ଘରକୁ ଆସିଥିଲି ଭାରି। ତାପରେ ସ୍ୱାମୀ ତାଙ୍କର କଳା ଧଳା 2 ଘୋଡ଼ାକୁ ପୂଜା କରିବାକୁ ନେଇଯାଇଥିଲେ। ଏଇଟା ମୁଁ କୁହେନି, ଏଇଟା ସ୍ୱାମୀ କୁହନ୍ତି କି ସେଟା ତାଙ୍କର 2 ଘୋଡ଼ା ବୋଲି। ତ ସେଥିପାଇଁକା ତାଙ୍କର ଫାଷ୍ଟ କଳା ଗାଡ଼ି ପୂଜା ହେଇଯାଇଥିଲା, ତାପରେ ଧଳା ଗାଡ଼ି ପୂଜା ସରିଥିଲା। ଏଇଠି ହେଇଗଲା ଆମ 4ଟା ଗାଡ଼ିର ପୂଜା। ଆଉ ଏଇଠି ଦେଖନ୍ତୁ ସେ କେମିତି ତାଙ୍କ 4ଟା ଗାଡ଼ିକୁ ସଜେଇକି ରଖିକି ଫଟୋ ସୁଟ୍ କରୁଛନ୍ତି। ହେଇଗଲା ତାଙ୍କର ଫଟୋ ସୁଟ୍। ତାପରେ ସେ ଘରକୁ ଆସିକି ଆମେ ଆମର ସମସ୍ତେ ଖାଇ ଦେଇଥିଲୁ। ଖାଇସାରି ମୁଁ ବାହାରି ଯାଇଥିଲି ପିଠାପଣା କାର୍ଯ୍ୟକ୍ରମ କାହିଁକିନା ରାତିର ରୋଷେଇ ସାରିକି ଆମକୁ ଯିବାର ଥିଲା ବୁଲିବାକୁ। ବାହାରେ ତ କିଛି ଖାଇହେବନି କାହିଁକିନା ଆଜି ସୁଦଶା ବ୍ରତ। ଯଦି ଆପଣମାନେ ମୋ ନେକ୍ସଟ ବ୍ଲଗ୍ ଦେଖିବା ପାଇଁ ଚାହୁଁଛନ୍ତି ତାହେଲେ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦିଅନ୍ତୁ। ରହିଲି ନମସ୍କାର, ଜୟ ଜଗନ୍ନାଥ।